ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟ। ମୁଁ ସବୁବେଳେ କହିଛି ଯେକୌଣସି ଏକ୍ଜାମ୍ ହୁଏ ସବୁ ଏକ୍ଜାମ୍ର କଟ୍ ଅଫ୍ ଡିଫରେଣ୍ଟ ରହେ ତା'ର କ୍ୱାଲିଫିକେସନ୍କୁ ନେଇକି। ଆଜି ସେମିତି ଏକ କଟ୍ ଅଫ୍ ମୁଁ ଦେଖିବି ଆପଣଙ୍କୁ ଜୁନିୟର ଷ୍ଟେନୋଗ୍ରାଫର୍ର, ଯେଉଁଠି ଆପଣ ଦେଖିବେ ଅଲଗା ଅଲଗା ଡିପାର୍ଟମେଣ୍ଟ ତରଫରୁ ଭ୍ୟାକେନ୍ସି ଆସିଛି ଜୁନିୟର ଷ୍ଟେନୋଗ୍ରାଫର ଟାଇପିଷ୍ଟର, ଯେଉଁଠି ଜେନେରାଲର କଟ୍ ଅଫ୍ ବି ଆପଣ ଦେଖିବେ 7.5 ପାଖାପାଖି ଏବଂ ତାଠୁ ବହୁ ଅଧିକ ଦେଖିବେ ଏସ୍ଟିର କଟ୍ ଅଫ୍। ଚାଲନ୍ତୁ ଦେଖାଉଛି ପ୍ରଥମ କଟ୍ ଅଫ୍ ମୁଁ ଆପଣଙ୍କୁ ଦେଖେଇବି ଏଠି, ଯେଉଁଥିରେ 101ଟା ପିଲା ପ୍ରୋଭିଜନାଲ୍ ସର୍ଟଲିଷ୍ଟେଡ୍ ହେଇଛନ୍ତି। ଏପରିକି ମେନ୍ ରିଟନ୍ ଏକ୍ଜାମିନେସନ୍ରେ ଦେଖିବେ ପୋଷ୍ଟ ଅଫ୍ ଜୁନିୟର ଷ୍ଟେନୋଗ୍ରାଫର। ଏଠି ଆପଣ ଦେଖିବେ ଡିଷ୍ଟ୍ରିକ୍ଟ ଅଫିସରେ EIC ୱାଟର ରିସୋର୍ସେସ୍ ଭୁବନେଶ୍ୱର ତରଫରୁ। ଏଠି ଆପଣଙ୍କୁ କଟ୍ ଅଫ୍ ମୁଁ ଦେଖିବି ଯେଉଁଥିରେ ପିଲା ସିଲେକ୍ସନ୍ ହେଇଛନ୍ତି 101 ଜଣ, ଯେଉଁଥିରେ ଜେନେରାଲ କେବଳ ପୋଷ୍ଟ ଥିଲା, ଯେଉଁଥିରେ 7.5 ହେଉଛି ଆପଣଙ୍କର କଟ୍ ଅଫ୍ ଯାଇଛି କେତେରୁ 150ରୁ। ଜାଣିଛନ୍ତି 150 ପ୍ରିଲିମ୍ ହେଉଛି। ଏବଂ ଆଉ ଗୋଟେ କଟ୍ ଅଫ୍ ଦେଖିବି ଯେଉଁଥିରେ 805 ଜଣ ପ୍ରୋଭିଜନାଲ୍ ସର୍ଟଲିଷ୍ଟେଡ୍ ଏପରିଂ ମେନ୍ ରିଟନ୍ ଏକ୍ଜାମିନେସନ୍ ପୋଷ୍ଟ ଅଫ୍ ଜୁନିୟର ଷ୍ଟେନୋଗ୍ରାଫର ଆଡ଼ଭୋକେଟ୍ ଜେନେରାଲ ଓଡ଼ିଶା କଟକ। ଏଠି 805 ଜଣ, କିନ୍ତୁ ୟାର କଟ୍ ଅଫ୍ ୟାଠୁ ଅଧିକ ରହିବ। 805 ଜଣ ପିଲା, କିନ୍ତୁ ୟାର କଟ୍ ଅଫ୍ ଆପଣଙ୍କର ଅଧିକ ରହିବ। ଦେଖନ୍ତୁ 805 ଯିବା 805 ଜଣ। ଏଠି ଆପଣ ଦେଖନ୍ତୁ, ଏଠି ଆପଣ ଦେଖିବେ ଜେନେରାଲ ଯାଇଛି 47.5, ଜେନେରାଲ ଓମେନ୍ସ ଯାଇଛି 47.5, ସେମ୍ SCBC 41.25, SC 17.5। ଯଦି ସେ କଟ୍ ଅଫ୍କୁ ଦେଖିବା ସେ ତୁଳନାରେ ଅଧିକ ଅଛି। SC ଓମେନ୍ 17.75, STB ଟି ଅଧିକ ଅଛି ଆମେ ଦେଖିବା ଯଦି ସେ କଟ୍ ଅଫ୍ ତୁଳନାରେ, ଏବଂ ST ଓମେନ୍ 6.5, XC 25। ଆଉ ଗୋଟେ STB ଦେଖିବା ଅଧିକ ଯାଇଛି 76 ପ୍ରୋଭିଜନାଲ୍ ସର୍ଟଲିଷ୍ଟେଡ୍ ଏପରି ମେନ୍ ରିଟନ୍ ପୋଷ୍ଟ ଅଫ୍ ଜୁନିୟର ଷ୍ଟେନୋଗ୍ରାଫର। ଠିକ୍ ଅଛି, ଡାଇରେକ୍ଟର ଅଫ୍ ଟ୍ରେଜରିଜ୍ ଏଣ୍ଡ ଇନ୍ସପେକ୍ସନ୍ ଓଡ଼ିଶା ଭୁବନେଶ୍ୱର ତରଫରୁ ଯଦି ଆମେ ଦେଖିବା ତାର କଟ୍ ଅଫ୍କୁ ଟିକେ ବି ଯାଇକି ଦେଖିଦେବା। ଠିକ୍ ଅଛି, ସେଥିପାଇଁ କଟ୍ ଅଫ୍କୁ କେବେ ବି ଆପଣ ଅନୁମାନ କରିପାରିବେ। ଏଠି ଦେଖନ୍ତୁ ଜେନେରାଲ 87.5, ଜେନେରାଲ ଓମେନ୍ 74.5, ST 34। ଯଦି ଫାର୍ଷ୍ଟଟା ଦେଖିବା 7.5 ତୁଳନାରେ ଇଏ ଅଧିକ ବହୁତ ଅଛି ST ଓମେନ୍। ତାପରେ ଯିବା କଟ୍ ଅଫ୍ ଆଉ ଦେଖୁଛି ଏଠି 125 ଜଣ ଅଛନ୍ତି ଏପରି ମେନ୍ ରିଟନ୍ ଏକ୍ଜାମିନେସନ୍ ପୋଷ୍ଟ ଅଫ୍ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ପାଇଁ ଏଠି। ଠିକ୍ ଅଛି, ତ ଏଠି ଆମେ ଯଦି ଦେଖିବା ଏଠି କେତେ ଜଣ 125 ଜଣ। 125 ଜଣକୁ ଆମେ ଯଦି ଯିବା ଜଷ୍ଟ ଏ ମିନିଟ୍, ଏଠି ଆପଣ 150 ଏଇଠି ଦେଖନ୍ତୁ, ST କେତେ ଯାଇଛି ହାଇ, UR 82.5, UR ଓମେନ୍ 75, SC 57.5, ST 46.5। କ୍ୱେଶ୍ଚନ୍ ସେମ୍ କିନ୍ତୁ କଟ୍ ଅଫ୍ ଡିଫରେଣ୍ଟ 50ଟା, ଏଠି 50ଟା ଦେଖିବେ କାରଣ ଅଫଲାଇନ୍ ଏକ୍ଜାମ୍ ହେଇଥିଲା। ଠିକ୍ ଅଛି, 50ଟା ଏଠି ଦେଖିବେ, এই 50টাରେ ଆପଣ ଦେଖିବେ 150ରୁ ଦେଖନ୍ତୁ ଏଠି ଜେନେରାଲ 92.25, ଏଠି ST 44.75। ତେଣୁ କଟ୍ ଅଫ୍ ସବୁବେଳେ ଡିପେଣ୍ଡ କରେ ଆପଣଙ୍କର କେଉଁ ଡିପାର୍ଟମେଣ୍ଟରେ ପକାଉଛନ୍ତି, କେଉଁ କ୍ୟାଟେଗୋରୀ ୱାଇଜ୍ ପକାଉଛନ୍ତି, ସେଥିରେ ଭ୍ୟାକେନ୍ସି କେତେ ଅଛି। ଠିକ୍ ଅଛି, ଆପଣ ଯେଉଁ ଏକ୍ଜାମ୍ ଦେଉଛନ୍ତି କ୍ୱେଶ୍ଚନ୍ ତ ସେମ୍, କିନ୍ତୁ ସେଥିପାଇଁ କେତେ ପିଲା କମ୍ପିଟିସନ୍ କରୁଛନ୍ତି ସେଇଟା ଗୁରୁତ୍ୱପୂର୍ଣ୍ଣ ରହେ। ଡିଟେଲ୍ସ ଭିଡ଼ିଓ ଆପଣ ମତାମତ ପକ୍ଷରେ ଧନ୍ୟବାଦ।